ଆଜ୍ଞା ନମସ୍କାର। ଦୁର୍ନୀତି ସରକାର ବାହା ନେଉଛନ୍ତି। ଭିଜିଲାନ୍ସ ଜାଲରେ ବଡ଼ ମାଛ। ଆଇସି ଅଫିସର ଧରା ପଡ଼ିଛନ୍ତି, ଓଏସ୍ ଅଫିସର ଧରା ପଡ଼ିଛନ୍ତି, ଯନ୍ତ୍ରୀ ଧରା ପଡ଼ିଛନ୍ତି, ପିଓଠୁ ନେଇକି କିରାନୀ ଯାଏଁ ଏମିତି ଅନେକ ଧରା ପଡ଼ିଛନ୍ତି। କିନ୍ତୁ କଥା ହେଉଛି ଯେଉଁ 50-100 ଧରା ହେଉଛନ୍ତି ସେମାନେ କେବଳ ଦୁର୍ନୀତିଗ୍ରସ୍ତ ନା ଯେଉଁମାନେ ରହିଯାଉଛନ୍ତି ଦୁର୍ନୀତି କରିକି ହାତ ପୋଛି ଦେଇଛନ୍ତି କିମ୍ବା ତାଙ୍କ ଉପରେ ଭିଜିଲାନ୍ସର ନଜର ପଡ଼ିନି, ଏ ନେଇକି ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ। ଆମେ ସମସ୍ତେ ଜାଣିଛେ କେଉଁ ସ୍ତରରେ ଦୁର୍ନୀତି ହେଉନି। ସରକାର ଦୁର୍ନୀତି ମୁକ୍ତର ନାରା ଦେଉଛନ୍ତି, ଭିଜିଲାନ୍ସ ଚଢ଼ଉ କରୁଛି। ଆପଣ ଗାଁ ଗହଳିକୁ ଯିବେ, ଭତ୍ତାଟିଏ ପାଇଁ ଲାଞ୍ଚ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କି କୌଣସି ଆବାସ ଯୋଜନାରେ ଘରଟିଏ ପାଇଁ ଲାଞ୍ଚ, ରାସନ କାର୍ଡ଼ରେ ଯୋଡ଼ି ହେବା ପାଇଁ ଲାଞ୍ଚ, ଆଜିକାଲି ଯେଉଁ ସୁଭଦ୍ରା ବର୍ତ୍ତମାନ ଯେଉଁ ଆଉଥରେ ଯେଉଁମାନଙ୍କର ବାଦ ପଡ଼ିଯାଇଛନ୍ତି ବା କଟି ଯାଇଛନ୍ତି ପୁଣି ଥରେ ସର୍ଭେ ଆରମ୍ଭ ହେବ, ସେଥିରେ ସେଟିଂ କଲେ ଯାଇକି ପଶି ହେବ। ସେଥିପାଇଁ ମଧ୍ୟ କେତେ ଜାଗାରେ ଦଲାଲ ମାନେ ସକ୍ରିୟ ହେଇଗଲେଣି। ପ୍ରତି ବ୍ଲକର ବିଡିଓ ପିସି ନିଅନ୍ତି। ଏକଥା କ'ଣ ସରକାର ଜାଣିନାହାନ୍ତି? ସରକାର କିଏ? ସେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ, ସେ ବି ବିଡିଓ ତହସିଲଦାରଙ୍କ କାମ ଦେଖିଛନ୍ତି, ଆଇଆଇସିଙ୍କ କାମ ଦେଖିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସିଏ ସାଂସଦ ଥିଲେ, ରାଜନୀତି କରୁଥିଲେ, କେଉଁଠି କ'ଣ ହେଉଛି ଜାଣିଛନ୍ତି। ତେଣୁ ସମସ୍ତେ ଯେତେବେଳେ ସରକାରରେ ଯେଉଁ ମନ୍ତ୍ରୀମାନେ ଅଛନ୍ତି ସେମାନେ ସମସ୍ତେ ଜାଣନ୍ତି ବ୍ଲକରେ ପ୍ରତି କାମରେ କିଭଳି ଭାବରେ ପିସି ବଣ୍ଟାଯାଏ। ବିଡିଓଙ୍କର ଏତିକି, ଚେୟାରମ୍ୟାନଙ୍କର ଏତିକି, ଏଇଙ୍କର ଏତିକି, ଜେଇଙ୍କର ଏତିକି, ବଡ଼ ବାବୁଙ୍କର ଏତିକି, ସମସ୍ତେ ଜାଣିଛନ୍ତି। ଥାନା ଆଇଆଇସିଙ୍କର ମାସକୁ ଏତିକି ଭାଗ, ଏସ୍ଆଇଙ୍କର ଏତିକି, କନେଷ୍ଟବଳଙ୍କର ଏତିକି, ହାବିଲଦାରଙ୍କର ଏତିକି, ଏସବୁ ବାଣ୍ଟ ଅଛି, ମାସିକିଆ ଚାନ୍ଦା ଅଛି। କିଏ ନ ଜାଣିଛି? ପୋଲିସ ମାସିକିଆ ବଟି ନିଅନ୍ତିନି ବୋଲି, ମାମଲା ରଫା ଦଫା କରିବାକୁ ପଇସା ନିଅନ୍ତିନି ବୋଲି କେଉଁ ପୋଲିସ ନ ନେଉଛନ୍ତି? ଠିକ୍ ସେଇଭଳି କେଉଁ ବିଡିଓ ଓଡ଼ିଶାରେ ଏଇ ଯେଉଁ ପିସି ଖାଉନାହାନ୍ତି? କେଉଁ ତହସିଲଦାର ଏ ଯେଉଁ ଜମିର କିସମ ପରିବର୍ତ୍ତନଠୁ ଆରମ୍ଭ କରି ତାଙ୍କ ପାଖରେ ଯେଉଁ ପାୱାର ବି ରହିଛି ମ୍ୟୁଟେସନ୍ ଫ୍ୟୁଟେସନ୍ ପର୍ଯ୍ୟନ୍ତ ଖାଉଛନ୍ତି ନା ଖାଉନାହାନ୍ତି? ଆପଣ ଯୁଆଡ଼େ ଯିବେ ସେଠାରେ ଏଇ ଅବସ୍ଥା ଦେଖିବାକୁ ମିଳିବ। ଯେମିତି ଆମେ ଗତକାଲି ସମସ୍ତେ ଚକିତ ହୋଇଥିବା ଓଏସ୍ ଟପର ଯେତେବେଳେ ଟପର ହେଲେ ରାଜ୍ୟବାସୀଙ୍କ ସେବା କରିବି କହିକି ସେ ମଧ୍ୟ ଗଣମାଧ୍ୟମରେ ବାଇଟ୍ ଦେଇଥିଲେ, ଏଇଭଳି ସେବା କଲେ। ତେଣୁ ଏ ସାମଗ୍ରିକ କଥାକୁ ନେଇକି ଆମେ କହିବା ଯେ ଦୁର୍ନୀତିର ମୂଳୋତ୍ପାନ ସେତେବେଳେ ହେବ ଯେତେବେଳେ ସେ ବାବୁମାନେ, ସେ ଅଫିସରମାନେ ଚାହିଁବେ। ଦୁର୍ନୀତି କରିବା ପାଇଁ ବିଧାୟକମାନେ ବିଡିଓ ଆଉ ଆଇଆଇସି ଟ୍ରାନ୍ସଫର କରନ୍ତି। ଆମ ହିସାବରେ ଜଣେ ବିଡିଓ ଆସିବ ଯାହା ସାଙ୍ଗରେ ଆମେ କିଛି ଡିଲ୍ କରିପାରିବା, ଆମ ହିସାବରେ ଜଣେ ଆଇଆଇସି ଆସିବ ଯାହା ସାଙ୍ଗରେ ଆମେ ଡିଲ୍ କରିପାରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକଥା କ'ଣ ଜାଣିନାହାନ୍ତି? ବିଧାୟକଙ୍କ ବୋଲରେ ଆଇଆଇସି ଅଦଳ ବଦଳ ହେଉଛି ନା ହେଉନି? ବିଧାୟକ କଥା ଅନୁସାରେ ବିଡିଓ ଅଦଳ ବଦଳ ହେଉଛି ନା ହେଉନି? ବିଧାୟକ କଥା ଅନୁସାରେ ତହସିଲଦାର ଅଦଳ ବଦଳ ହେଉଛି ନା ହେଉନି? ହେଉଛି। ଅତଏବ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାଣିଛନ୍ତି, ନହେଲେ ଏ ବିଧାୟକମାନେ ନିଜ ପସନ୍ଦର ଓଏସ୍, ତହସିଲଦାର, ଆଇଆଇସି କ'ଣ ପାଇଁ ନେଉଛନ୍ତି? ସେ ଅଞ୍ଚଳର ବିକାଶ ପାଇଁ? ନାଇଁ ଆଜ୍ଞା, ନିଜକୁ ମଜବୁତ କରିବା ପାଇଁ, ଅଫିସରଙ୍କ ସହଯୋଗରେ ଲୁଟ୍ କରିବା ପାଇଁ। ନମସ୍କାର।